ପରିଚୟ ଆପଣଙ୍କର? ନଳିନୀକାନ୍ତ ପଟ୍ଟନାୟକ, ବିଜୁ ଜନତା ଦଳର ସାଧାରଣ କର୍ମୀ। ଆଜି ଏଇ ଯେଉଁ ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ରାଲି ଓ କର୍ମୀ ସମ୍ମିଳନୀ ହେଉଥିଲା, ଏଥିରେ ଦେଖିଥିବେ ସ୍ୱତନ୍ତ୍ର ଭାବରେ ଶତାଧିକ କର୍ମୀ, ପ୍ରାୟ 700ରୁ ଉର୍ଦ୍ଧ୍ୱ ମୋଟରସାଇକେଲ ରାଲି କରାଯାଉଥିଲା। ଇଏ ହେଉଛି ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଯୋଜନା, ଯାହା ଜନହିତକର ଯୋଜନା ଏବଂ ଗ୍ରାସ୍ ରୁଟ୍ରେ ଡାଇରେକ୍ଟ ପହଞ୍ଚୁଛି। ତା ଦେହରେ ଓତପ୍ରୋତ ହୋଇ ସମସ୍ତେ ଏଥିରେ ସାମିଲ ଅଛନ୍ତି ଏବଂ ସେମାନେ ଯାହା ଦେଖାଯାଉଛି ନିଷ୍ପତ୍ତି କରିଛନ୍ତି ଯେ ନଗରୀ ପଞ୍ଚାୟତରେ ଡବଲ ସଂଖ୍ୟାରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଜୟଯୁକ୍ତ କରାଇବେ। ସାଙ୍ଗେ ସାଙ୍ଗେ ଆମର ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ ଏବଂ MP ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ ଦେଇକି ଜୟଯୁକ୍ତ କରାଇବେ। ଆଜି ଏଇ ରାଲି କେଉଁଠୁ ଆରମ୍ଭ ହୋଇ କେଉଁଠି ଶେଷ ହେବ? ଆଜି ଆମର ବାଲୁଙ୍କେଶ୍ୱର ପାଖରୁ ଆମେ ଆରମ୍ଭ କଲୁ। ତା ମେଡ଼ିକାଲ ଛକ ଦେଇ ଖଣ୍ଡାଗଡ଼ ଦେଇ ଦଳବାଡ଼, ବାଟପୁରନ, ଦଳବାଡ଼, ସନ୍ତଳ, ନଗରୀ, ଅରଡ଼ିଆପଦା, ମହିଧରପଡ଼ା ଦେଇ ଅରିଲ ଦେଇ ପୁନର୍ବାର ଆସି ଆମେ ବାଲୁଙ୍କେଶ୍ୱର ପୀଠରେ ଏକତ୍ରିତ ହୋଇ ସେଠି ଗୋଟେ ସାଧାରଣ ସଭା କରି ରାଲି ସମାପ୍ତ କଲୁ। ଏଇ ଯେଉଁ କର୍ମୀ ସମ୍ମିଳନୀ ହେଇଛି ସ୍ୱେଚ୍ଛାକୃତ ଭାବେ ହେଇଛି ନା କିଛି ଲୋକ? ନା, ଏସବୁ ହେଉଛି ସ୍ୱେଚ୍ଛାକୃତ ଭାବରେ ରାଲି ହେଇଛି, ଯାହାକି ଜନସାଧାରଣଙ୍କ ଏଥିରେ ସ୍ୱତଃପ୍ରୋତ ଭାବରେ ଜଡ଼ିତ ଥିଲେ। ଆମେ ଯାହା ଭାବୁଥିଲୁ ଯାହା 300ରୁ 400 ମୋଟରସାଇକେଲ କରିବା ପାଇଁ, ତାହା ଦେଖାଗଲା ଯେ ସେ 700-800 ମୋଟରସାଇକେଲ ରାଲି ସ୍ୱତଃପ୍ରୋତ ଭାବରେ ଯୋଡ଼ି ହେଲେ। ଯାହାକି ଆପଣ ଦେଖିଥିବେ, ଆପଣ PSC ବଜାରଠାରୁ ତିନିନାଥ ବଜାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜାମ୍ ହେଇଗଲା। ବିରୋଧୀମାନେ ବିରୋଧୀମାନଙ୍କୁ ଏ ବାବଦରେ କ'ଣ କହିବେ? ବିରୋଧୀମାନେ ଯାହା ଯେଉଁମାନେ ହେଉଛନ୍ତି ସେମାନେ କ'ଣ କରିଛନ୍ତି? ପ୍ରଥମ କଥା ହେଉଛି ସେମାନେ ଏ 5 ବର୍ଷ ଭିତରେ କ'ଣ ଯୋଜନା କରିଛନ୍ତି ସେ ଲୋକଙ୍କ ପାଖରେ କରିଛନ୍ତି? ଆମ ସରକାର ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆପଣ ଦେଖନ୍ତୁ BSK କାର୍ଡ଼, ଆପଣଙ୍କର ରେସନ୍ କାର୍ଡ଼, ଆପଣ ଯେଉଁ ରହିଲା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତେ ଯୋଜନା, ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସମସ୍ତ ଯୋଜନା ଡାଇରେକ୍ଟ ଲୋକମାନେ ପାଉଛନ୍ତି, ଆକାଉଣ୍ଟ ମାଧ୍ୟମରେ ପାଉଛନ୍ତି। ଭତ୍ତା, ବର୍ଦ୍ଧିତ ଭତ୍ତା ମଧ୍ୟ ଆକାଉଣ୍ଟ ଜରିଆରେ ପାଉଛନ୍ତି। ତେଣୁ ଆଗାମୀ ଇଏରେ ମଧ୍ୟ ନିର୍ବାଚନ ଇସ୍ତାହାରରେ ରହିଛି, ଯେଉଁଟାକି ଆପଣଙ୍କର ବିଦ୍ୟୁତ୍ ଛାଡ଼, 100 ୟୁନିଟ୍ର ବିଦ୍ୟୁତ୍ ଛାଡ଼ ଏବଂ ଯୁବଗୋଷ୍ଠୀମାନଙ୍କୁ ମଧ୍ୟ ସେଥିରେ ପ୍ରାୟୋରିଟି ଅଛି। ବିଭିନ୍ନ ଯୋଜନା, ଛାତ୍ରବୃତ୍ତି ତ ଚାଲିଛି, ଛାତ୍ରଠାରୁ ଆରମ୍ଭ କରି ସମସ୍ତ ଯୋଜନା ଲୋକମାନେ ଶୃଙ୍ଖଳିତ ଭାବରେ ପାଉଛନ୍ତି।